26ତମ ବାର୍ଷିକ ଉତ୍ସବ ପାଳନ କଲା କରଞ୍ଜିଆ ବାଳିକା ଉଚ୍ଚ ବିଦ୍ୟାଳୟ। 1984 ମସିହାରେ ସ୍ଥାପିତ ହୋଇଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ଅଦ୍ୟାବଧି ତାର ଶିକ୍ଷା କ୍ଷେତ୍ରରେ ଉନ୍ନତ ଆଣିବା ସହିତ ଏହି ବିଦ୍ୟାଳୟରେ ପାଠ ପଢ଼ି ଛାତ୍ରୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ସେହି ବିଦ୍ୟାଳୟ ତାର 26ତମ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳିତ କରିଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମୁଣ୍ଡା ଯୋଗ ଦେଇଥିଲେ। ତାଙ୍କ ସହିତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଚନ୍ଦ୍ରମୋହନ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଥମେ ମା ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ତାପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରି ବାର୍ଷିକ ଉତ୍ସବକୁ ଆଗକୁ ନେଇଥିଲେ। ଜଣେ ଆଲୁମିନି ଛାତ୍ରୀ ଏବଂ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ହୋଇ ଯୋଗ ଦେଇଥିବା ଯୋଗୁଁ ନିଜକୁ ଖୁବ୍ ଗର୍ବିତ ମନେ କରିଥିଲେ। ସରକାରୀ ଏବଂ ଶିଶୁ ବିଦ୍ୟା ମନ୍ଦିର ମଧ୍ୟରେ ଉପୁଜୁଥିବା ଭେଦଭାବକୁ ସେ ଘୋର ନିନ୍ଦା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପିଲାମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ବୁଝାଇଥିଲେ। ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। ବିଭିନ୍ନ କ୍ରୀଡ଼ାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏ ବର୍ଷର ଉତ୍ତମ ଛାତ୍ରୀ ଭାବରେ 10ମ ଶ୍ରେଣୀର ଛାତ୍ରୀ କେତକୀ ଗିରିଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପରେ ଆରମ୍ଭ ହୋଇଥିଲା କଳା ସଂସ୍କୃତିର ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ନିଜର ଲୁକ୍କାୟିତ କଳାକୁ ପ୍ରକାଶିତ କରିବାକୁ ପିଲାମାନେ ଖୁବ୍ ସୁନ୍ଦର ଭାବରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଖୁବ୍ ସୁନ୍ଦର ପରିବେଶ ମଧ୍ୟରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ପିଲାମାନଙ୍କ ନୃତ୍ୟ ଗୀତ ଦେଖିବା ପାଇଁ ଆଖପାଖ ଲୋକଙ୍କ ଖୁବ୍ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା। ସୁନ୍ଦର ବେଶ ପୋଷାକରେ ସଜେଇ ହୋଇ ଛାତ୍ରୀମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଏ ବର୍ଷ କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଖୁବ୍ ନିଆରା ଏବଂ ମନଲୋଭା ହୋଇଥିଲା। ବାର୍ଷିକ ଉତ୍ସବର ସଭା କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜସ୍ମିନ ଜୁଲି ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ସସ୍ମିତା ପୃଷ୍ଟି ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ। ଖୁବ୍ ଶୃଙ୍ଖଳାର ସହିତ ଏହି ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଛାତ୍ରୀମାନେ ମଧ୍ୟ ଖୁବ୍ ଉତ୍ସାହିତ ରହିଥିବା ଜଣାପଡ଼ିଥିଲା। କେନ୍ଦୁଝର ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।